हेलो एवरीवन। 10 जून आरआई एग्जाम रो सब शिफ्ट जहाँ भी जनरल स्टडीज आउ किछि कंप्यूटर क्वेश्चन मु कलेक्शन करि पारिछि सेटा सब आपन पारी मु नै आछि। आपनकर टाइम बहुत मूल्यवान से मोर आपनकर टाइम नष्ट करियार किछि उद्देश्य नाही। जहाँ भी ऑथेंटिक जिनस मु पाइछि केवल सेतिकी ऊपर डिस्कशन करिवि। आ खाली किछि न जानि कि कहि देबि जे मैथ रो परसेंटेज रो आछि क्वेश्चन दुइटा कि रेशियो प्रोपोर्शन रो आछि सेमति नाही। जहाँ मु माने कलेक्शन କରିଛି କେବଳ ସେତିକି ଉପରେ ଆଣିଛି। ଆଉ ମ୍ୟାଥର ତ ଆସୁଛି ସବୁ ଟପିକ୍ ଆପଣ ମାନେ ଦେଖୁଛନ୍ତି। ଆଉ ମାନେ ତା ଉପରେ ମୁଁ ଗୋଟେ ଲାଷ୍ଟ ଭିଡ଼ିଓ ଗୋଟେ କରିଥିଲି, ଗୋଟେ ମିନିମମ୍ ଭଳିଆ 20ଟା କ୍ୱେଶ୍ଚନ୍ ଆଣିଥିଲି। ଏକ୍ଜାକ୍ଟ ଯୋଉ ପ୍ୟାଟର୍ନରେ ଆସୁଛି ସେମ୍ ପ୍ୟାଟର୍ନରେ ହିଁ ଆଣିଥିଲି। ସେଇଟା ଆପଣ ଦେଖିଲେ କିଛି ଗୋଟେ ଓଭରଅଲ୍ ଆଇଡ଼ିଆ ପାଇପାରିବେ ଯେ କୋଉ ହିସାବରେ ଆପଣମାନଙ୍କର କ୍ୱେଶ୍ଚନ୍ ଆସୁଛି। ଦେନ୍ ମ୍ୟାଥରେ ଆପଣଙ୍କର ରହିଛି ଷ୍ଟାଟିଷ୍ଟିକ ର ଗୋଟେ ରିଲେସନ ଉପରେ ଗୋଟେ କ୍ୱେଶ୍ଚନ୍ ଆସିଯାଉଛି ମିନ୍ ମିଡିଆନ୍ ମୋଡରେ। ସେଇଟା ସବୁ ସିଫ୍ଟର ପ୍ରାୟ ଆସୁଛି। ସେଇଟା ଟିକେ ଏକ୍ସଟ୍ରା ଦେଖିଦେବେ। ମେନ୍ସୁରେସନ 2D 3D ଏମିତି ଆସୁଛି। ଦେନ୍ ଜିଓମେଟ୍ରିରେ ଆସୁଛି, ଏଗୁଡ଼ା ତ ନର୍ମାଲ ସବୁ ଆସୁଛି। କେତେଟା କ୍ୱେଶ୍ଚନ୍ ଏଠୁ ଗୋଟେ ସେଠୁ ଗୋଟେ ଏମିତି ମୋର କିଛି କହିବାର ନାହିଁ। ଯେତିକି ଅଥେଣ୍ଟିକ ମୁଁ ସୋର୍ସରୁ ପାଇଛି ସେତିକି ମୁଁ କେବଳ ଆପଣଙ୍କୁ ଜଣେଇଦେବି। ଦ୍ୟାଟ୍ସ ଇଟ୍। ଦେଖନ୍ତୁ ଫାଷ୍ଟ ଜେନେରାଲ ଷ୍ଟଡିଜରେ ଦେଖିବା। ଟୋଟାଲ ତିନିଟା ସାରା ମାନେ ସିଫ୍ଟକୁ କମ୍ବାଇନ୍ କରିକି ମୁଁ ଆଣିଛି। ତିନିଟା ସିଫ୍ଟ ମଧ୍ୟରୁ ଆପଣଙ୍କର ବ୍ରାହ୍ମ ସଭା ଯୋଉ ଗୋଟେ ପଡିଥିଲା, ଆତ୍ମୀୟ ସଭା ଗୋଟେ ପଡିଥିଲା। ମାନେ ଦୁଇଟାର ଫାଉଣ୍ଡର ପଚାରିଥିଲା ଅଲଗା ଅଲଗା ସିଫ୍ଟରେ। ଦୁଇଟା ସାରାର ଫାଉଣ୍ଡର ହିଁ ଜଣେ ରାଜା ରାମମୋହନ ରାୟ। ଏଇଟା ଆପଣଙ୍କର ଆସିଥିଲା। ଅଲଗା ଅଲଗା ସିଫ୍ଟରେ ଅଲଗା ଅଲଗା ଆସୁଛି। ତ ସେମିତି ଆପଣ ଯାହା ବି ସୋସିଓ ରିଲିଜିୟସ୍ ରିଫର୍ମ ସବୁ ହେଇଛି ସେଗୁଡ଼ା ସବୁ ଆପଣ ଟିକେ ଦେଖିଦେବେ। ସୋସିଓ ରିଲିଜିୟସ୍ ମୁଭମେଣ୍ଟ ଯାହା ବି ହେଇଛି ତାର ଫାଉଣ୍ଡର ସବୁ କିଏ ଅଛନ୍ତି ଏଠି ଚେକ୍ କରିଦେବେ। ଦେନ୍ ଆଉ ଗୋଟେ ପଚାରିଥିଲା ଗଜପତି କିଙ୍ଗ କିଏ ଥିଲେ ଟ୍ରିଟି ଅଫ୍ ଦେଓଗାଁ ଟାଇମରେ 1803, ଯେତେବେଳେ ଟ୍ରିଟି ଅଫ୍ ଦେଓଗାଁ ହେଇଥିଲା ସେତେବେଳେ ଗଜପତି ରୁଲର କିଏ ଥିଲେ। ଏଇଟା ହେଇଯିବ ଆପଣଙ୍କର ମୁକୁନ୍ଦ ଦେବଟୁ। ସେମିତିକା ପାରା ଆଥଲେଟିକ୍ସ 2025ର ହୋଷ୍ଟ ନେସନ ପଚାରିଥିଲା। ଏଇଟା ଆପଣଙ୍କର ଇଣ୍ଡିଆ ଦିଲ୍ଲୀ ନ୍ୟୁ ଦିଲ୍ଲୀରେ ହେଇଥିଲା, ସେଇଟା ଦେଖିଦେବେ। ସେମିତିକା ଯାହା ବି ଏଇ ପାଖାପାଖି ରିଲେଟେଡ୍ ଯାହା ବି ସବୁ ଅଛି ଗେମ୍ସ ବା କିଛି ଆଥଲେଟିକ୍ସ ହେଇଛି, ଇଣ୍ଡିଆରେ ଯଦି ହେଇଛି ସେଟା ତ ମୋଷ୍ଟ ଇମ୍ପୋର୍ଟାଣ୍ଟ ଆମ ପାଇଁ। ଦେନ୍ ଆପଣଙ୍କର ଆଉ ଯାହା ବି ହେଇଛି ତାର ହୋଷ୍ଟ ନେସନ ଟିକେ ଦେଖିଦେବେ। ଆପଣଙ୍କର ମେଡାଲ ଟାଲିଟା ଟିକେ ଦେଖିଦେବେ। ସେମିତି ଓଡ଼ିଶା ବଜେଟ୍ ଆସିଥିଲା ଗୋଟେ ସିଫ୍ଟରେ। ଗୋଟେ ସ୍କିମ୍ ଉପରେ ଦେଇଥିଲା। କୋଉ ସ୍କିମ୍ଟା ଗୋଟେ ଏକ୍ଜାକ୍ଟ ଯୋଉଠୁ ମୁଁ କଲେକ୍ସନ କଲି ସେ କହିପାରିଲେନି, କିନ୍ତୁ ପଚାରିଥିଲା ଆଲୋକେଟ୍ କେତେ ହେଇଥିଲା। ପ୍ରାୟତଃ ଅଧିକାଂଶ ସିଫ୍ଟ ଆସୁନି ଓଡ଼ିଶା ବଜେଟରୁ, କିନ୍ତୁ ଗୋଟେ ଗୋଟେ କେମିତି ଚାଲି ଆସୁଛି ଆପଣ ଟିକେ ଓଭରଅଲ୍ ଆଇଡ଼ିଆ ପକେଇଦେବେ, ମାନେ ଆଖି ପକେଇଦେବେ ଓଭରଅଲ୍ ଟିକେ। ଦେନ୍ ଆସିଲା ଅଗ୍ନି 5 ମିସାଇଲ୍ କୋଉଠି ଟେଷ୍ଟ ହେଇଥିଲା, ଚାନ୍ଦିପୁର ବାଲେଶ୍ୱରରୁ ଆପଣଙ୍କର ଟେଷ୍ଟ ହେଇଥିଲା। ସେଇଟା ମାନେ ଟିକେ ଦେଖିଦେବେ। ଆ ପାଖାପାଖି କିଛି ନ୍ୟୁଜ୍ ଯୋଉ ଅଗ୍ନି 5 ମିସାଇଲର ତାର ସ୍ପେସିଫିକେସନ ଟିକେ ଦେଖିଦେବେ। କନକେଭ୍ ଲେନ୍ସ ଏଟା ପ୍ରାୟ ଅଧିକାଂଶ ସିଫ୍ଟରେ ଆସୁଛି। ଯୋଉଟା ଇମେଜ ଫର୍ମ ହୁଏ ସେଇ ଉପରେ ଆସୁଛି କ୍ୱେଶ୍ଚନ୍। କନକେଭ୍ ଲେନ୍ସ, କନଭେକ୍ସ ଲେନ୍ସ ଆଉ ମିରର ଉପରେ ଏଗୁଡ଼ା ଟିକେ ଦେଖିଦେବେ ଆପଣ। ଦେନ୍ ଆସିଥିଲା ଭାରତନାଟ୍ୟମ କୋଉ ଷ୍ଟେଟକୁ ବିଲଙ୍ଗ କରେ, ମାନେ କୋଉ ଷ୍ଟେଟରେ ଭାରତନାଟ୍ୟମ ଆପଣଙ୍କର ହୁଏ। ଏଟା ତାମିଲନାଡୁ ହେଇଯିବ। ସେମିତି ଆଉ ଯେତିକି ଆମର ରହିଛି କ୍ଲାସିକାଲ ଡ୍ୟାନ୍ସ ସବୁ ରହିଛି, ମତେ ଟିକେ କମେଣ୍ଟରେ ଜଣେଇବେ ଯେ ଟୋଟାଲ କ୍ଲାସିକାଲ ଡ୍ୟାନ୍ସ ଆମର କେତେଟା ଅଛି ଇଣ୍ଡିଆରେ। ତା ଉପରେ ସେଗୁଡ଼ା ସବୁ ଆପଣ ଓଭରଅଲ୍ ଟିକେ ଆଖି ପକେଇଦେବେ ଯେ ଟୋଟାଲ କୋଉ ଷ୍ଟେଟରେ କୋଉ କ୍ଲାସିକାଲ ଡ୍ୟାନ୍ସ ଆମର ଅଛି। କୋଉ ଯେକୌଣସି ସିଫ୍ଟରେ ବି ପଡ଼ିଯିବ ଆପଣଙ୍କର। ଦେନ୍ ଆଉ ଗୋଟେ ସିଫ୍ଟରେ ପଡ଼ିଥିଲା ଓଡ଼ିଶାର ଲାର୍ଜେଷ୍ଟ, ଆଉ ଗୋଟେ ସିଫ୍ଟରେ ପଡ଼ିଥିଲା ସେକେଣ୍ଡ ଲାର୍ଜେଷ୍ଟ ରିଭର। ସେକେଣ୍ଡ ଲାର୍ଜେଷ୍ଟ ଏଇଟା ତ ପ୍ରାୟ ଅଧିକାଂଶ ପଡ଼ି ସାରିଲାଣି, ରିପିଟ୍ ହେଇସାରିଲାଣି। ପାଖାପାଖି 4-5ଟା ସିଫ୍ଟରେ ଆପଣଙ୍କର ରିପିଟ୍ ହେଇସାରିଲାଣି। ଏଇଟା ଆପଣ ନିହାତି ଜାଣିବା ଦରକାର। ଟୋଟାଲ ଆମର 6ଟା ମେଜର ରିଭର ଅଛି ଓଡ଼ିଶାରେ। ତ ସେଗୁଡ଼ାର ସବୁ ଜାଣିବା ଦରକାର। ଆପଣଙ୍କର ଅରିଜିନ୍ ଜାଣିବା ଦରକାର। ଦେନ୍ ଆପଣଙ୍କର କୋଉ ଡିଷ୍ଟ୍ରିକ୍ଟ ଦେଇକି ପାସ୍ କରୁଛି ସେଟା ଜାଣିବା ଦରକାର। ସେଟା ସବୁ ଆସୁଛି, ସବୁ ସିଫ୍ଟରେ ପ୍ରାୟତଃ ଆସୁଛି। ଦେନ୍ ଥିଲା ଏସ୍ ୱେଭ୍ ଥିଲା, ସେସ୍ମିକ୍ ୱେଭ୍ ଯୋଉଟା ଆର୍ଥକ୍ୱେକ୍ର। ସେଟା ଥିଲା ଗୋଟେ ଏସ୍ ୱେଭ୍ଟା ପଚାରିଥିଲା। ଏକ୍ଜାକ୍ଟ କ୍ୱେଶ୍ଚନ୍ କ'ଣ ସିଏ ମାନେ ଜଣା ନାହିଁ, କିନ୍ତୁ ଏସ୍ ୱେଭ୍ ଉପରେ ଆସିଥିଲା। ସେମିତି ଆପଣଙ୍କର ପି ୱେଭ୍ ଅଛି, ହୁଏତ ଆଗାମୀ ସିଫ୍ଟରେ ଆସିଯିବ। ସେଇଟା ଟିକେ ଆପଣ ଭଲ କି ଦେଖିଦେବେ। ଦେନ୍ ଗୋଟେ ଥିଲା ହିଓଗୋ ଫ୍ରେମ୍ ଅଫ୍ ଆକ୍ସନ୍ HFA, ଯୋଉଟା ମାନେ କୋଉ ରିଲେଟେଡ୍ ସେଟା ପଚାରିଥିଲା। ଏଟା କ'ଣ ହବ ନା ଡିଜାଷ୍ଟର ରିଡକ୍ସନ ପାଇଁ। ଯାହା ବି ଆପଣଙ୍କର କନଭେନସନ ହଉଛି କିମ୍ବା ଆପଣଙ୍କର ଯାହା ବି ପ୍ରୋଟୋକଲ ସବୁ ଆସୁଛି ଏନଭାୟରନମେଣ୍ଟ ଉପରେ, ସେଟା ସବୁ ଜାଣିବା ଦରକାର। ଯେମିତି କିଓଟୋ ପ୍ରୋଟୋକଲଟା ବହୁତ ସିଫ୍ଟ ରିପିଟ୍ ହେଇସାରିଲାଣି। ସେମିତି ମଣ୍ଟ୍ରିଅଲ ପ୍ରୋଟୋକଲ ଏଗୁଡ଼ା ସବୁ ଜାଣିବା ଦରକାର। ଭିଏନା କନଭେନସନ ଏଗୁଡ଼ା ସବୁ ଆପଣ ଜାଣିଲେ ମାନେ କିଛି ନାହିଁ, ଓଭରଅଲ୍ ଆଇଡ଼ିଆ ଗୋଟେ ନେଇଗଲେ ବି ଆପଣଙ୍କର ନେକ୍ସଟ ସିଫ୍ଟ ମାନଙ୍କରେ ଆପଣଙ୍କୁ ହେଲ୍ପଫୁଲ୍ ହେଇଯିବ।
ତାପରେ କନ୍ୟା ସୁମଙ୍ଗଳ ଯୋଜନା ଗୋଟେ ଆସିଥିଲା ଓଡ଼ିଶାର। କନ୍ୟା ସୁମଙ୍ଗଳ ଯୋଜନାଟା ଆପଣଙ୍କର ଫେମସ୍ ଥିଲା ବହୁତ, ଜାଣିଥିବେ। ସ୍କିମ୍ ଉପରେ ତ ସବୁ ସିଫ୍ଟରେ ଆସୁଛି। ଗୋଟେ ଭିଡ଼ିଓ ମୁଁ କରିଛି, ଦେଖିବେ। ସେଣ୍ଟ୍ରାଲ ଆଉ ଷ୍ଟେଟ୍ର ସ୍କିମ୍ ସବୁ, ମାନେ ଇମ୍ପୋର୍ଟାଣ୍ଟ ସ୍କିମ୍ ସବୁ ସେଇଠି କଭର ହେଇଯାଇଛି। 15-18 ମିନିଟ୍ର ଭିଡ଼ିଓ ଗୋଟେ ଦେଖିଦେବେ, ଆରାମସେ ସେଠାରେ ସବୁ ସ୍କିମ୍ ପାଇଯିବେ ଆପଣ। ଫିଫା ୱାର୍ଲଡ କପ୍ 2026, ଏଇଟା ଏକ୍ଜାକ୍ଟ କ'ଣ ସେ କହିପାରିଲେନି, ହୁଏତ ହୋଷ୍ଟ ନେସନ୍ ପଚାରିଥିବ। ଏଇଟା ଟିକେ ଦେଖିଦେବେ। ଏବେ ମାନେ ଏଇଟା ଟ୍ରେଣ୍ଡରେ ଅଛି। ଦେନ୍ ଟ୍ରାଡିସନାଲ ଡ୍ୟାନ୍ସ ଗୋଟେ ପଚାରିଥିଲା କେରଳର। କେରଳାର ଗୋଟେ ଟ୍ରାଡିସନାଲ ଡ୍ୟାନ୍ସ ପଚାରିଥିଲା। ସେମିତି ସବୁ ଷ୍ଟେଟ୍ର ଗୋଟେ ମାନେ କ'ଣ ଇମ୍ପୋର୍ଟାଣ୍ଟ ସବୁ ଟ୍ରାଡିସନାଲ ଡ୍ୟାନ୍ସ ଗୁଡ଼ା ଟିକେ ଆଖି ପକେଇଦେବେ। ଦେନ୍ ଇଣ୍ଡିଆର ର୍ୟାଙ୍କ ପଚାରିଥିଲା ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସରେ 2025ରେ କେତେ ଥିଲା, ନା 130 ଥିଲା। ଏଇଟା ଆପଣଙ୍କର ର୍ୟାଙ୍କ ଗୁଡ଼ା ବି ସବୁ ପଡ଼ୁଛି। ତ ସବୁ ସିଫ୍ଟରେ ନାହିଁ, ମଝିରେ ମଝିରେ କିଛି କିଛି ସିଫ୍ଟରେ ପଡ଼ୁଛି। ଆଉ ପଚାରିଦେବ କେତେବେଳେ, ଦେଖିବେ ରିଲିଜ କିଏ କରୁଛି, ୟୁଏନଡିପି ରିଲିଜ କରୁଛି। ଏଇଟା ଜାଣିବା ଦରକାର। ସେମିତି କେମିଷ୍ଟ୍ରିରେ ଆପଣଙ୍କର ପିଏଚ୍ ଗୋଟେ କୋଉଟାରେ ପଚାରିଥିଲା। ପିଏଚ୍ଟା ଜାଣିବା ମାନେ ନିହାତି ଜାଣିବା ଦରକାର। କାହିଁକିନା କେମିଷ୍ଟ୍ରିରୁ ଗୋଟେ, ଫିଜିକ୍ସରୁ ଗୋଟେ, ବାୟୋଲୋଜିରୁ ଗୋଟେ, 3ଟା କ୍ୱେଶ୍ଚନ୍ ଆପଣଙ୍କର ଆସୁଛି। ସବୁ ସିଫ୍ଟରେ ହିଁ ଆସୁଛି, ତ ସେଟାକୁ ଆପଣ ଛାଡ଼ିକି ଯାଇପାରିବେନି। ଦେନ୍ ଆପଣଙ୍କର ମିସ୍ ୱାର୍ଲଡ ଇଣ୍ଡିଆ 2026 ପଡ଼ିଥିଲା, ଯୋଉଟା ହେଉଛି ସାଧ୍ୱୀ ସତୀଶ ସେଲ୍। ମାନେ ରିସେଣ୍ଟ ଯାହା ବି ଇଭେଣ୍ଟ ହେଇଛି ସେଗୁଡ଼ା ସବୁ ଟିକେ ମାନେ ଆଖି ପକେଇଦେବେ ଆପଣ। ଆଉ ଗୋଟେ ପଚାରିଥିଲା ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ କୋଉଠି ଆପଣଙ୍କର ଖେଳା ଯାଇଥିଲା, କୋଉ ଗ୍ରାଉଣ୍ଡରେ। ଏଇଟା ହେଇଯିବ କ'ଣ ନା ଲର୍ଡସ କ୍ରିକେଟ ଗ୍ରାଉଣ୍ଡ, ଯୋଉଟା ଆପଣଙ୍କ ଲଣ୍ଡନରେ ଅଛି। ଏଇଟା କାହା କାହା ଭିତରେ ହେଇଥିଲା ଆପଣ ଜାଣିଥିବେ। ସାଉଥ ଆଫ୍ରିକା ଭର୍ସେସ ଅଷ୍ଟ୍ରେଲିଆ ଭିତରେ ହେଇଥିଲା। ଫାଇନାଲଟା ଆପଣଙ୍କର ସାଉଥ ଆଫ୍ରିକା ଜିତିଥିଲା। ଦେନ୍ ନର୍ମଦା ନଦୀର ମାନେ ଅରିଜିନ୍ ଗୋଟେ ସିଫ୍ଟରେ ଥିଲା, ଆଉ ଗୋଟେ ସୁବର୍ଣ୍ଣରେଖାର ଅରିଜିନ୍ ଥିଲା। 2ଟା ସିଫ୍ଟରେ 2ଟା ଅଲଗା ଅଲଗା ଥିଲା। ନର୍ମଦା ନଦୀର ଆପଣଙ୍କର ଅରିଜିନ୍ କୋଉଠି ହେଉଛି, ନା ଅମରକଣ୍ଟକ ପ୍ଲାଟ୍ୟୁରୁ, ଯୋଉଟା ମଧ୍ୟପ୍ରଦେଶର। ସେମିତି ସୁବର୍ଣ୍ଣରେଖାର ଛଟନାଗପୁର ପ୍ଲାଟ୍ୟୁରୁ, ଝାଡ଼ଖଣ୍ଡର। ସବୁ ସିଫ୍ଟରେ ଆପଣଙ୍କର ରିଭର ସିଷ୍ଟମ ଆସୁଛି। ଗୋଟେ ଦୁଇଟା ମିନିମମ୍ ତ ଗୋଟେ ରିଭର ସିଷ୍ଟମ ଆସୁଛି। ସେ କୋଉ ଷ୍ଟେଟ୍ ଦେଇକି ଯାଉଛି, ଇଷ୍ଟ ଫ୍ଲୋଇଂ କି ୱେଷ୍ଟ ଫ୍ଲୋଇଂ, କିମ୍ବା ଆପଣଙ୍କର କୋଉଠୁ ଅରିଜିନ୍ ହେଇଛି, ସେ ପଚାରୁଛି। ଦେନ୍ ଓଡ଼ିଶା ଫିଜିଓଗ୍ରାଫିକ ଡିଭିଜନରେ ଆପଣଙ୍କର ଆସିଥିଲା କୋଷ୍ଟାଲ ପ୍ଲେନ୍ ଆସିଥିଲା। କେତେଟା ଓଡ଼ିଶା ଫିଜିଓଗ୍ରାଫିକ ଡିଭିଜନ ଅଛି, ଟିକେ କମେଣ୍ଟରେ ଜଣେଇବେ। ସବୁ ବିଷୟରେ ଆପଣ ସେଗୁଡ଼ା ସବୁ ନଲେଜ ଟିକେ ରଖନ୍ତୁ, କାହିଁକିନା ଯେକୌଣସି ସିଫ୍ଟରେ ଗୋଟେ ଗୋଟେ ଆସିଯାଉଛି। କୋଷ୍ଟାଲ ପ୍ଲେନ୍ ଆସିଯାଇଛି। ଦେନ୍ ଆପଣଙ୍କର ସ୍କ୍ୱାସ୍ ଗେମ୍ ରିଲେଟେଡ୍ ଗୋଟେ କ୍ୱେଶ୍ଚନ୍ ଆସିଥିଲା। ବୋଧହୁଏ ଏଇଟା ଆସିଥିବ, ଯୋଉଟା ଆପଣଙ୍କର ପ୍ଲେୟର ଅଫ ଦ ଇୟର ମେଲରେ ଅଭୟ ସିଂ ଆଉ ଫିମେଲରେ ଅନାହତ ସିଂ ହେଇଛନ୍ତି। ବୋଧେ ସେଇଟା ଆସିଥିବ। ପ୍ଲେୟର ଅଫ ଦ ଇୟର ଆସିଛି ସ୍କ୍ୱାସ୍ରେ, ଏଇଟା ଆପଣଙ୍କର ଏଇଟା ଟିକେ ମନେ ରଖିବେ। ଦେନ୍ ଓମେନ୍ସ ଡବଲରେ ଟାଇଟଲ ୱିନର ଗୋଟେ କିଏ ହେଇଥିଲେ, ଏକ୍ଜାକ୍ଟ କୋଉ ଗେମ୍ ସେ କହିପାରିଲେନି। ଆପଣ ଯେତିକି ବି ସବୁ ଓପେନ୍ ଅଛି, ଫ୍ରେଞ୍ଚ ଓପେନ୍, ଅଷ୍ଟ୍ରେଲିଆନ୍ ଓପେନ୍, ଆପଣଙ୍କର ଯାହା ବି ସବୁ ଓପେନ୍ ଅଛି, ଏଗୁଡ଼ା ଟିକେ ସବୁ ଟିକେ ଆଖି ପକେଇଦେବେ। ଏସବୁ ଇମ୍ପୋର୍ଟାଣ୍ଟ ସବୁ ରହୁଛି। ଦେନ୍ ପଚାରିଥିଲା ହୁ ଇଜ୍ ଅଲସୋ ନୋନ୍ ଏଜ୍ ଦେଶ ବନ୍ଧୁ। ଦେଶ ବନ୍ଧୁ କାହାକୁ କୁହାଯାଏ? ଚିତ୍ତରଞ୍ଜନ ଦାସକୁ ଦେଶ ବନ୍ଧୁ କୁହାଯାଏ, ସବୁ ଜାଣିଛନ୍ତି ଆପଣମାନେ। ଏକ୍ସପେକ୍ଟେଡ କ୍ୱେଶ୍ଚନ୍ କ'ଣ ତାଙ୍କ ରିଲେଟେଡ୍, ନା ସ୍ୱରାଜ ପାର୍ଟି ସେ କରିଥିଲେ। କାହା ସାଙ୍ଗରେ ମିଶିକି, ନା ମୋତିଲାଲ ନେହେରୁ ସାଙ୍ଗରେ ମିଶିକି। ମୋତିଲାଲ ନେହେରୁ ସାଙ୍ଗରେ ମିଶିକି କରିଥିଲେ ସ୍ୱରାଜ ପାର୍ଟି। କେତେ, ନା 1923ରେ କରିଥିଲେ। ଏଇଟା ଟିକେ ମନେ ରଖିବେ। ଏଇଟା ଏବେ ପଚାରିଦେଇଛି ଚିତ୍ତରଞ୍ଜନ ଦାସ, ପୁଣି କେବେ ପଚାରିଦେବ ସ୍ୱରାଜ ପାର୍ଟି କେବେ ତିଆରି ହେଇଥିଲା, ନହେଲେ କାହା ଦ୍ୱାରା ତିଆରି ହେଇଥିଲା। ପ୍ରେସିଡେଣ୍ଟ କିଏ ଥିଲେ? ପ୍ରେସିଡେଣ୍ଟ ଥିଲେ ଚିତ୍ତରଞ୍ଜନ ଦାସ ଫାର୍ଷ୍ଟରେ। ଦେନ୍ ଆପଣଙ୍କର ଆସିଥିଲା ଆଣ୍ଟି ଡିଫେକ୍ସନ୍ ଲ, କୋଉ ଆମେଣ୍ଡମେଣ୍ଟରେ ଆପଣଙ୍କର ଆସିଛି। ଏଇଟା ଆପଣଙ୍କର ଜାଣିଥିବେ 52nd କନଷ୍ଟିଟ୍ୟୁସନାଲ ଆମେଣ୍ଡମେଣ୍ଟ ଆକ୍ଟ, ଯୋଉଟା 1985ରେ ଆସିଥିଲା। ଏଟା ସବୁ ଜାଣିଥିବେ ଆପଣ। କିନ୍ତୁ ଆ ରିଲେଟେଡ୍ ଆଉ କ'ଣ ଜାଣିବା ଦରକାର, ସେ କ୍ୱେଶ୍ଚନ୍ ପଚାରିଦେବ। ଏବେ ଆମେଣ୍ଡମେଣ୍ଟ ପଚାରିଛି, ପୁଣି କେବେ ପଚାରିଦେବ କୋଉ ମସିହାରେ ଆସିଥିଲା, ପୁଣି ଜାଣିବା ଦରକାର ଆପଣମାନଙ୍କର କୋଉ ସିଡ୍ୟୁଲରେ ଆପଣଙ୍କର ଅଛି। ତ ଏଗୁଡ଼ା ସବୁ ଓଭରଅଲ୍ ଟିକେ ଟିକେ ଯୋଉ ଉପରେ ବି କ୍ୱେଶ୍ଚନ୍ ଆସିଛି, ତା ପାଖାପାଖି ଜିନିଷ ଟିକେ ଟିକେ ଆପଣ ଜାଣିଯିବା ଦରକାର। ଦେନ୍ ଆଉ ଗୋଟେ ପଚାରିଥିଲା ମର୍ଲେମେଣ୍ଟ ରିଫର୍ମଟା କେବେ ଇଣ୍ଟ୍ରୋଡ୍ୟୁସ୍ ହେଇଥିଲା, 1909ରେ। ଏଇଟା ସବୁ ଜାଣିଛନ୍ତି। କିନ୍ତୁ ତା ପାଖାପାଖି ଆଉ ଗୋଟେ ଆପଣଙ୍କର ରିଫର୍ମ ଅଛି, ମଣ୍ଟାଗୁ ଚେମ୍ସଫୋର୍ଡ ରିଫର୍ମ। ଏଇଟା ବି ଆପଣ ଜାଣିବା ଦରକାର, ଯେ 1919ରେ ଆସିଥିଲା। ଏମିତି ଆପଣ ରିଲେଟ୍ କରି କରି ଯଦି ଆପଣ ସବୁ ଦେଖିଦେବେ, ତାହେଲେ ସେ ପାଖାପାଖି କ୍ୱେଶ୍ଚନ୍ ହିଁ ଆପଣ ପାଇଯିବେ। ସେମିତି କମ୍ପ୍ୟୁଟରରେ କେତେଟା ମାନେ ପାଇଥିଲି, ଲ୍ୟାନ୍ ରିଲେଟେଡ୍ ଗୋଟେ ଆସିଥିଲା। ହୁଏତ କ'ଣ ଏକ୍ଜାକ୍ଟ କ୍ୱେଶ୍ଚନ୍ ଜଣା ନାହିଁ, କିନ୍ତୁ ଲ୍ୟାନ୍ ରିଲେଟେଡ୍ ଆସିଥିଲା। ଯଦି ଆର ଫୁଲ୍ ଫର୍ମ ପଚାରିଦେବ, ଆପଣ କରିପାରିବେ। ତ ଜାଣିଥିବା ଦରକାର। ଥିଲା ମାର୍ଜିନ୍, ମାନେ ମାର୍ଜିନ୍ଟା କୋଉ ଟାଇପ୍ରେ ପ୍ରେଜେଣ୍ଟ ଅଛି MS ୱାର୍ଡରେ। ହୋମ୍ ଟାଇପ୍ ପାରାଗ୍ରାଫରେ ଅଛି।
ସେମିତି ବୁଲେଟ୍ କୋଉ ଟାଇପ୍ର ଅଛି ମାନେ ଅଲଗା ଅଲଗା ସିଫ୍ଟରେ ଆସିଥିଲା, ଗୋଟେରେ ମାର୍ଜିନ୍ ଆସିଥିଲା, ଗୋଟେରେ ବୁଲେଟ୍ ଆସିଥିଲା। ଲେଆଉଟ୍ରେ ମାନେ ଗୋଟେ ପ୍ରାକ୍ଟିକାଲ ବେସ୍ଡ କ୍ୱେଶ୍ଚିନ୍ କିଛି ଆସିଯାଉଛି ଆପଣଙ୍କର। ଫୁଲ୍ ଫର୍ମ ରମ୍ର ଫୁଲ୍ ଫର୍ମ ଆସିଥିଲା, ରିଡ୍ ଓନ୍ଲି ମେମୋରି। ଦେନ୍ ସର୍ଟକଟ୍ କି ଆସିଥିଲା, ଦୁଇଟା ଅଲଗା ଅଲଗା ଆସିଥିଲା। କପି ଅଲ୍ ଟେକ୍ସଟରେ ଗୋଟେ ସିଫ୍ଟରେ ଆସିଥିଲା, ପୁଣି ରିନେମ୍ ଆଉ ଗୋଟେ ସିଫ୍ଟରେ ଆସିଥିଲା। ଏକ୍ସେଲର କିଛି ଫର୍ମୁଲା ଦେଇଥିଲା, ହୁଏତ ସମ୍ ବା ଇଫ୍ ଏମିତି କ'ଣ ଗୋଟେ ଥିଲା, ଏକ୍ଜାକ୍ଟ ସେ କହିପାରିଲେନି କିନ୍ତୁ ଥିଲା। ଫର୍ମୁଲା ବେସ୍ଡ କିଛି ରହୁଛି, ତ କମ୍ପ୍ୟୁଟର ଟିକେ ଟ୍ରିକି ଆସିଯାଉଛି ଆପଣମାନଙ୍କର। ସେଟା ଆପଣ ଟିକେ ପ୍ରାକ୍ଟିକାଲ ବେସ୍ଡ ଜିନିଷ, ଯୋଉ ସିଫ୍ଟରେ ଯାହା ବି ଆସୁଛି ତା ରିଲେଟେଡ୍ ତା ପାଖାପାଖି କିଛି ଆପଣ ଦେଖିଦେଲେ ସେଇଠୁ କ୍ୱେଶ୍ଚନ୍ ରିପିଟ୍ ବହୁତ ବହୁତ ମାତ୍ରାରେ ରିପିଟ୍ ବି ହଉଛି। ଆପଣ ଯାହା ବି ସବୁ ହଉଛି କ'ଣ ଆନାଲିସିସ୍ ହଉଛି ସେଗୁଡ଼ା ଦେଖିଲେ ବି ଆପଣ କିଛି ଆଇଡିଆ ପାଇଯିବେ। ଦେନ୍ ଯୋଉ ଯୋଉ ଟପିକ୍ ଉପରେ ମୁଁ କ୍ୱେଶ୍ଚନ୍ ପାଇବି କେବଳ ସେଇ ଟପିକ୍ ହିଁ ଆଣିବି, ଏକ୍ସଟ୍ରା କିଛି ମୋର କହିବାର ନାହିଁ। ତେଣୁ ଯଦି ଆପଣଙ୍କୁ ଭିଡ଼ିଓ ଭଲ ଲାଗୁଛି, ଏଇଟା 10 ତାରିଖର ଥିଲା, 10 ଜୁନ୍ର ଥିଲା। ପୁଣି 11 ଜୁନ୍ର ମାନେ ଆଜିର ଯାହା ବି କ୍ୱେଶ୍ଚନ୍ ମୁଁ କଲେକ୍ଟ କରିବି ସନ୍ଧ୍ୟା ବା ରାତି ଭିତରେ ପୁଣି ଆପଣଙ୍କୁ ପକେଇଦେବି। ତେଣୁ ସେଥିପାଇଁ ଆପଣ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଆଉ ଯଦି PDF ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଟାଇମ୍ସ ଗ୍ରୁପ ଓଡ଼ିଶା ଗୁରୁକୁଳ ଆପଣ ଜଏନ୍ କରିଯାଆନ୍ତୁ। ଡେସ୍କ୍ରିପସନରେ ଲିଙ୍କ୍ ଅଛି ଟେଲିଗ୍ରାମର, ଜଏନ୍ କରିଯାଆନ୍ତୁ। ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ସବୁବେଳେ ମାନେ ଅଥେଣ୍ଟିକ୍ କିଛି ସୋର୍ସରୁ ମୁଁ ଯାହା ବି ଆଣୁଛି ଆପଣଙ୍କୁ ମାନେ ଆପଣଙ୍କ ପାଖରେ ପହଞ୍ଚେଇଦେବି। ଆଉ ଯାହା ବି କ୍ଲାସ୍ ହେଉଛି ଟିକେ ସେଗୁଡ଼ା ଦେଖନ୍ତୁ, ଆପଣଙ୍କ ପାଇଁ ହେଲ୍ପଫୁଲ୍ ହେବ। ତ ରହୁଛି, ଆଉ ଗୋଟେ ଭିଡ଼ିଓରେ ଦେଖା ହେବା। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।